ଖାଦ୍ୟରେ ସଂଯମତା ରହିବା ଦରକାର। ଯଦି ମୁଁ ପେଟ ଅନୁସାରେ ଖାଦ୍ୟ ଖାଉଛି ତାହେଲେ ମୋ ଶରୀର ନିରୋଗ ରହିବ। ଯୋଗ କରିବା ପ୍ରଥମେ ଶିଖନ୍ତୁ ପାଟିକୁ ପେଟ କରିବା ଯୋଗ। ମୁଁ ପେଟ ଅନୁସାରେ ଖାଇବି ନା ପାଟି ଅନୁସାରେ ଖାଇବି? ଯଦି ମୋ ପାଟିର ଲାଳସ ଅନୁସାରେ ଖାଇବି ତାହେଲେ ପେଟ, ଜିହ୍ବା ଲାଳସାରୁ ପେଟ ବଡ଼ ହୋଇ ଧୀରେ ଧୀରେ ରୋଗ ବସାବନ୍ଧ ହୋଇ, ତେଣୁ ପେଟ ଅନୁସାରେ ଖାଦ୍ୟ ଖାଇବି ତାହେଲେ ମୋ ଶରୀର ନିରୋଗ ରହିବ। ପ୍ରଥମ କଥା ହେଲା ପାଟିକୁ ପେଟ କରିବା ଯୋଗ। ଦ୍ୱିତୀୟ ଜିନିଷ ହେଉଛି ବୟସକୁ ନେଇ କଥା ଯୋଡ଼ିବି। ଯୋଗ ଶିଖିବା କେମିତି? ମୋର ବୟସ କେତେ, ମୁଁ କୋଉ ଭଳିଆ କଥାଟେ କଲେ ସୁନ୍ଦର ହେବ, ସମାଜ ପାଇଁ ସୁନ୍ଦର, ପରିବାର ପାଇଁ ସୁନ୍ଦର, ସାଙ୍ଗସାଥି ପାଇଁ ସୁନ୍ଦର, ତାହେଲେ ମୁଁ ସେଇଭଳି କଥାଟେ କହିବି। ଯଦି କଥାରୁ ଟିକେ ବାଚସା ବଢ଼ିଯିବ ମନରେ ଅଶାନ୍ତି ଆସିବ। ତେଣୁ ବୟସ ଅନୁସାରେ କଥାବାର୍ତ୍ତା କରିବା ହେଉଛି ଦ୍ୱିତୀୟ ଯୋଗ, ଦ୍ୱିତୀୟ ନିୟମ ଯୋଗର। ତୃତୀୟ କଥା ହେଉଛି ଶରୀରକୁ ନେଇ କାମ ଯୋଡ଼ିବି। ମୋ ଶରୀର ଆଗରୁ ପରମିଟ୍ କରୁଥିଲା, ବହୁତ କିଛି କାମ କରିପାରୁଥିଲି। ଏବେ ବୟସ ଆସି ଧୀରେ ଧୀରେ ପରିଣତ ବୟସରେ ପହଞ୍ଚିଲାଣି, ମୋ ଶରୀର ମଧ୍ୟ କମଜୋର। ମୁଁ ସେ ଯଦି ଅଧିକା କାମ କରିବି ଦିନେ ନା ଦିନେ, ଯେମିତି ଆମ ଦେବବ୍ରହ୍ମା ସାର୍ କହୁଥିଲେ, ଯୋଗ କରୁ କରୁ ସେ ହାତ ଅଟକି ଯାଇଛି, ଯେମିତି ଅଟକିଛି ସେମିତି ଅଟକିଥିବେ। ତେଣୁ ମୋ ଶରୀର କେତେ ପରମିଟ୍ କରୁଛି, ମୁଁ କୋଉ ଯେ କାମ କଲେ ମୋ ଶରୀରକୁ ଠିକ୍ ରହିବ, ସେ କାମ ଅନୁସାରେ ଶରୀରକୁ ଯୋଡ଼ିବି। କାରଣ ମୋ ଶରୀର ଏମିତି ଅଛି, ମୁଁ ଏଇଭଳି କାମ କରିବି। ତୃତୀୟ କଥା। ଚତୁର୍ଥ କଥା ହେଉଛି ମୋର ସମୟକୁ ସଦୁପଯୋଗ କରି ସେବା ଲଗେଇବି। ପରୋପକାର ଇଦଂ ଶରୀରମ୍। ଯଦି ମୋର ଶରୀର ସେବା ସହିତ ଯୋଡ଼ି ହେଇଯାଉଛି ତାହେଲେ ନିଶ୍ଚିତ ମୋତେ ଶାନ୍ତି ମିଳିବ, ସେବାରେ ଶାନ୍ତି ମିଳେ। ତେଣୁ ଚାରିଟା ଟିପ୍ସ ଯୋଗର ସମସ୍ତେ ଧ୍ୟାନ ଦେଇ ମନେ ରଖନ୍ତୁ ଏବଂ କାମେ ଲଗେଇଲେ ନିଶ୍ଚିତ ଆର ଉପକାର ମିଳିବ। ପ୍ରଥମ କଥା ହେଲା କ'ଣ?